ସାମ୍ନାକୁ ଆସିଲା ସେହି ଛେଳି ହାତୁଡ଼ିର ଚିତ୍ର, ଯେଉଁଥିରେ ତିଆରି ହୋଇଥିଲା ପ୍ରଭୁ ରାମଲାଲାଙ୍କ। ଯେତେବେଳେ ବି କୌଣସି ଦେବୀ ଦେବତାଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ହୁଏ ତ ସେହି ବିଗ୍ରହଙ୍କ ନେତ୍ରର ବିଶେଷ ମହତ୍ତ୍ୱ ରହିଥାଏ। ସେଥିପାଇଁ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବିଗ୍ରହଙ୍କ ଏବଂ ଶେଷରେ ଦର୍ପଣ ଦେଖାଇ ଚକ୍ଷୁକୁ ଘୋଡ଼ାଇ ରଖାଯାଏ ଏବଂ ନେତ୍ର ମିଳନ କରାଯାଏ। ଦେବୀ ଦେବତାଙ୍କ ମୂର୍ତ୍ତିର ନେତ୍ରରୁ ସକାରାତ୍ମକ ଶକ୍ତି ଏବଂ ଉଜ୍ଜ୍ୱଳତା ସଞ୍ଚାର ହୋଇଥାଏ। ଏହି କାରଣରୁ ମୂର୍ତ୍ତିର ଆଖ ତିଆରି କରିବା ପାଇଁ ଏକ ଅଲଗା ଶୁଭ ମୁହୂର୍ତ୍ତ ବାହାର କରାଯାଏ। ଅଯୋଧ୍ୟାରେ ରାମ ମନ୍ଦିରର ଗର୍ଭଗୃହ ପାଇଁ ରାମଲାଲାଙ୍କ ପ୍ରତିମା ତିଆରି କରୁଥିବା ବେଳେ ଏହି ଜିନିଷଗୁଡ଼ିକ ଉପରେ ବିଶେଷ ଧ୍ୟାନରେ ରଖାଯାଇଥିଲା। ଅଯୋଧ୍ୟାରେ ରାମ ମନ୍ଦିରର ଗର୍ଭଗୃହ ପାଇଁ ରାମଲାଲାଙ୍କ ପ୍ରତିମା ତିଆରି କରୁଥିବା ବେଳେ ଏହି ଜିନିଷଗୁଡ଼ିକ ଉପରେ ବିଶେଷ ଧ୍ୟାନରେ ରଖାଯାଇଥିଲା। ଏହି ପ୍ରତିମାକୁ ତିଆରି କରିଥିବା ଶିଳ୍ପୀ ଅରୁଣ ଯୋଗୀରାଜ ଏହା ସହ ଜଡ଼ିତ ଏକ ବିଶେଷ ଫଟୋ ସେୟାର କରିଛନ୍ତି। ଦିନ ପୂର୍ବରୁ ଶିଳ୍ପୀ ଅରୁଣ ଯୋଗୀରାଜ କହିଥିଲେ ଯେ, ମୂର୍ତ୍ତିର ଆଖ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ରାମଲାଲାଙ୍କ ପ୍ରତିମା ପାଇଁ ଆଖ ତିଆରି କରାଯାଉଥିଲା, ଏଥିପାଇଁ ଏକ ଅଲଗା ଶୁଭ ସମୟ ସ୍ଥିର କରାଯାଇଥିଲା ଏବଂ ସେହି ସମୟରେ ସେ ଏକ ସୁନା ଛେଳି ଏବଂ ରୂପା ହାତୁଡ଼ିରେ ମୂର୍ତ୍ତିରେ ଆଖ ଖୋଦେଇ କରିଥିଲେ। ଏଥିପାଇଁ ତାଙ୍କୁ ବହୁତ ଅଳ୍ପ ସମୟ ମିଳିଥିଲା। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଯେତେବେଳେ ପ୍ରଭୁ ରାମଲାଲାଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଥିଲା, ସେତେବେଳେ 5 ବର୍ଷର ବଳକ ରାମଲାଲାଙ୍କୁ ଦେଖ ବିମୋହିତ ହୋଇପଡ଼ିଥିଲେ ଭକ୍ତ। ତାଙ୍କର ସେହି ଚିତ୍ତାକର୍ଷକ ହସ ହୃଦୟକୁ କିଣି ନେଉଥିଲା। କିନ୍ତୁ ପ୍ରାଣ ପ୍ରତିଷ୍ଠା ସମୟରେ ଯେତେବେଳେ ସମ୍ପୂର୍ଣ୍ଣ ମୂର୍ତ୍ତିର ଚିତ୍ର ପ୍ରକାଶ ପାଇଲା, ସେତେବେଳେ ଲୋକମାନେ ଭାବ ବିଭୋର ହୋଇ ଉଠିଥିଲେ। ରାମଲାଲା ପ୍ରତିମାର ସେହି ଦୁଇ କମଳ ନେତ୍ର ପ୍ରତ୍ୟେକ ଭକ୍ତଙ୍କ ଆତ୍ମାକୁ ସ୍ପର୍ଶ କରିଥିଲା। ତାଙ୍କର ସେହି ଦିବ୍ୟ ନେତ୍ରକୁ ଦେଖିବା ପରେ ରାମ ଭକ୍ତମାନେ ଆନନ୍ଦିତ ହୋଇ ଉଠିଥିଲେ। ତାଙ୍କର ସେହି ଚିତ୍ତାକର୍ଷକ ଛବିକୁ ଦେଖିବା ପାଇଁ ଆଖୁରେ ପଲକ ମଧ୍ୟ ପଡ଼ୁନଥିଲା। ବର୍ତ୍ତମାନ ଶିଳ୍ପୀ ଅରୁଣ ଯୋଗୀରାଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ସେହି ସୁନା ଛେଳି ଏବଂ ରୂପା ହାତୁଡ଼ିର ଫଟୋ ସେୟାର କରିଛନ୍ତି, ସେ ରାମଲାଲାଙ୍କ ଦିବ୍ୟ ନେତ୍ର ତିଆରି କରିଥିଲେ। ଏହି ଫଟୋକୁ ସେୟାର କରି ସେ ଲେଖୁଛନ୍ତି, ମୁଁ ଏହି ରୂପା ହାତୁଡ଼ି ଏବଂ ସୁନା ଛେଳିର ଫଟୋ ସେୟାର କରିବା ବିଷୟରେ ଭାବୁଥିଲି, ଯାହାକୁ ବ୍ୟବହାର କରି ମୁଁ ଅଯୋଧ୍ୟା ରାମଲାଲାଙ୍କ ଦିବ୍ୟ ନେତ୍ର ତିଆରି କରିଥିଲି। ଅରୁଣ ଯୋଗୀରାଜଙ୍କ ଦ୍ୱାରା ସେୟାର ହୋଇଥିବା ସେହି ଫଟୋର ବ୍ୟାକଗ୍ରାଉଣ୍ଡରେ ଭଗବାନ ଗଣେଶ, ମାତା ଲକ୍ଷ୍ମୀ, ମାତା ସରସ୍ୱତୀଙ୍କ ମୂର୍ତ୍ତି ଦେଖିବାକୁ ମିଳୁଛି। ତାଙ୍କ ସାମ୍ନାରେ ଏକ ଦୀପ ଜଳୁଛି ଏବଂ ଜଣେ ବ୍ୟକ୍ତିଙ୍କ ପାପୁଲିରେ ସେହି ଯାଇଛି। ଏହି ରୂପା ହାତୁଡ଼ି ଏବଂ ସୁନା ଛେଳି ରଖା ପୋଷ୍ଟଟିକୁ ଲୋକମାନେ ବହୁ ମାତ୍ରାରେ ଲାଇକ୍ ସେୟାର କରୁଛନ୍ତି। ଏହି ଫଟୋକୁ ଏତେ ମାତ୍ରାରେ ଭଲ ପାଇବା ମିଳୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶିଳ୍ପୀ ଅରୁଣ ଯୋଗୀରାଜ।